ଆପଣଙ୍କର ଆଦେଶ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି। ହେଉଦେବେ ବାବା। ମହାମନ୍ତ୍ରୀ ମହାରାଜ ଶୁଣିଲେ ତ ପ୍ରଜାମାନଙ୍କର ମତ ଏବଂ ମୋର ଗୁରୁଦେବଙ୍କର ମତ। ହଁ ମହାରାଜ। ତୁମକୁ କଣ କରିବାକୁ ହେବ ଜାଣିଛ ମହାମନ୍ତ୍ରୀ? କଣ କରିବାକୁ ହେବ ଚୁରି ମହାରାଜ? କରି ନୂର ପାବର ହର ସହାଇଲେ চুরি করি নূর পাবর হর সহাইলে মন্ত্রী বর মুখ চাহি বচন বাইলে বলন কি হে মন্ত্রী নগরে উচ্চ বকরা অভিষেক বিধি কি যে তুরিতে ভিয়া ঘোষণা দিয়াই নগরে রামচন্দ্র তুমে নক্ষত্র শুদ্ধ হয়েছি করিবার জন সেরা শুনো মহামন্ত্রী মহারাজ তুমি নগরে নগরে পুরো পল্লীরে ঘোষণা করে দিও আসন্তাকালি প্রভাতর রামচন্দ্র অযোধ্যা রাজ ও সিংহাসনের রাজা হেবে এবং রামচন্দ্রকে ମୋ ନିକଟକୁ ନେଇ ଆସ। ଯଥାଜ୍ଞା ମହାରାଜ। ଚାଲନ୍ତୁ ଗୁରୁଦେବ, ଚାଲ ପ୍ରଜାମାନେ। পিতা পাদে নমস্কার করি রাখ সাহে সামুরে ভাইলে जोड़ी कर दुई कि मन थे रछ धोर परे डकाइले होती किबा प्रयोजन ବାବା पिता ମୁଁ ସମସ୍ତ କଥା କହିବି ତାହେଲେ ଶୁଣ ବାବା ଶ୍ରୀରାମଙ୍କ ମୁଖ ଚାହିଁ କହନ୍ତି ରାଜନ ଶୁଣ ଆହେ ରଘୁ ବୀର ମୋହର ବଚନ ବାବା ମୁଁ ସମସ୍ତ କଥା କହିବି ବାବୁ ବୃଦ୍ଧ କାଳେ ରାଜନୀତି କରିବି କି ମୁଁ ଏ କଥା ସଂସାର ବାବୁ ଭଲ ଲାଗୁନା
ମୁଁ ଏ ବୃଦ୍ଧ ବୟସରେ ରାଜନୀତି କରିବାଟା କଣ ଏଇ ସଂସାରକୁ ଶୋଭା ପାଇବ ରାମଚନ୍ଦ୍ର? ଆପଣ ଯେ କ'ଣ କହୁଛନ୍ତି ମୁଁ କିଛି ମାତ୍ର ବୁଝିପାରୁନି। ମୁଁ କଣ କହୁଛି ତୁମେ ମୋ କଥା କିଛି ବୁଝିପାରୁନ ରାମଚନ୍ଦ୍ର? ବତ୍ସ ପିତା ମୁଁ ଶତ ଶତ ବର୍ଷ ନବଶତ ବର୍ଷରେ ପାଦ ଦେଲେଣି। ଏ ବୟସରେ ରାଜଗାଦିରେ ବସି ରାଜନୀତି କରିବା ପୁଣି ଏଇ ସଂସାରକୁ ଶୋଭା ପାଇବ। ହେଲେ ତଥାପି କିଛି ମୁଁ ବୁଝିପାରୁନି। ତଥାପି ତୁମେ କିଛି ବୁଝିପାରୁନ? ନା ବତ୍ସ ରାମଚନ୍ଦ୍ର, ମୁଁ ମନ ମଧ୍ୟରେ ସ୍ଥିର କରିଛି ତୁମକୁ এই অযোধ্যা রাজ সিংহাসନରେ অভিষিক্ତ କରି ମୋର ବାକି ଜୀବନ ବାକି ସମୟ ମୁଁ ବିଶ୍ରାମ ନେବା ପାଇଁ। ହଁ, ଏଥିପାଇଁ ତୁମର ମତାମତ ମୁଁ ଜାଣିବାକୁ ଚାହେଁ। ହେଲେ ପିତା ଆପଣ ଥାଉ ଥାଉ ଅଯୋଧ୍ୟା ରାଜ ସିଂହାସନରେ ମୁଁ ରଜା ହେବି। କହିଲି ନା ବାବୁ, ନା 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 ଏ କଥାଟା ମୋତେ କେମିତି ଭଲ ଲାଗୁନି। ନା ନା, ଆପଣ ଆଉ କିଛି ଦିନ ଏ ଅଯୋଧ୍ୟା ସିଂହାସନରେ ରହି ଅଯୋଧ୍ୟାର ଭଲ ମନ୍ଦ ଦାୟିତ୍ୱକୁ ଆପଣ ତ୍ୱରିତ ଭାବରେ ପାଳନ ନା କରିବେ। ବାବା ନା, ମୋତେ ଏ ବୃଦ୍ଧ ବୟସରେ କଥାକୁ ଲାଳନ ପାଳନ କରିବା ପାଇଁ ମୁଁ ଆଉ ସାମର୍ଥ୍ୟ ନୁହେଁ ରେ ରାମଚନ୍ଦ୍ର, ମୁଁ ଆଉ ସାମର୍ଥ୍ୟ ନୁହେଁ। ହଁ, ହେଲେ ପିତା ଏ କଥା ଚିନ୍ତା କରିବା ପୂର୍ବରୁ ଅଯୋଧ୍ୟାର ପାତ୍ର ମନ୍ତ୍ରୀ ଗୁରୁଜନ ବିଶିଷ୍ଟ ଲୋକମାନଙ୍କ ଦ୍ୱାରା ଏମାନଙ୍କର ମତଟା ନେବା ଆବଶ୍ୟକ ଥିଲା। ତୁମେ ଅବଶ୍ୟ ଠିକ କଥା କହିଛ। ତୁମର କହିବା ପୂର୍ବରୁ ମୁଁ ଆମର ପ୍ରିୟ ପ୍ରଜାମାନଙ୍କ ଠାରୁ ପାତ୍ରମନ୍ତ୍ରୀ ମାନଙ୍କ ଠାରୁ ଏବଂ ପୂଜନୀୟ ଗୁରୁଦେବଙ୍କ ଠାରୁ ମତ ନେଇ ସାରିଛି। ହେଲେ ସେମାନେ କ'ଣ କରିବେ? ସେମାନଙ୍କର ମଧ୍ୟ ମୋ କଥାରେ ଏକମତ। ସେମାନେ ସେମାନେ ବି ଚାହାନ୍ତି ରାମଚନ୍ଦ୍ର ଅଯୋଧ୍ୟା ରାଜ ସିଂହାସନରେ ରାଜା ହେଲେ ଭଲ ହେବ। କେବଳ ତୁମରି ମତାମତକୁ ଅପେକ୍ଷା ରାମଚନ୍ଦ୍ର। ହେଲେ ମୁଁ ଯେ ସାମାନ୍ୟ ବାଳକ ଏତେ ବଡ଼ ଗୁରୁ ଦାୟିତ୍ୱ ମୁଁ କ'ଣ କେବେ ବହନ କରି ପାରିବି ପିତା? ଏ ବାବା, କାହିଁକି ଏ ବୃଦ୍ଧ ପିତା ନିକଟରେ তুমি ছলনা କରୁଛ ରାମଚନ୍ଦ୍ର? ଇଏ କହିଲା ତୁମେ ସାମାନ୍ୟ ବାଳକ ବୋଲି। ଯୋଉ ପୁତ୍ରର ମୋର ପାଦ ଲାଗି ପାଷାଣରୁ ଅହଲ୍ୟା ଜାତ ହେଲା, ସେ ପୁତ୍ର କଣ ମୋର ସାମାନ୍ୟ? ଖାଲି ସେତିକି କଥା ନୁହେଁ, ମିଥିଳା ରାଜା ରାଜର୍ଷି ଜନକ ଧନୁ ସ୍ୱୟଂବର କରିଥିଲେ, ଆଉ ମଧ୍ୟ ସେଇ ସ୍ୱୟଂବରକୁ ଲକ୍ଷ ଲକ୍ଷ ରାଜା ନିମନ୍ତ୍ରଣ କରିଥିଲେ। ସେଇ ଲକ୍ଷ ରାଜାଙ୍କ ମଧ୍ୟରେ ଯେଉଁ ପୁତ୍ର ମୋର ଶିବସରାସନକୁ ଉତ୍ତୋଳନ କଲା, ସେ ପୁତ୍ର ତମର କଣ ସାମାନ୍ୟ? ଏ ବାବୁ, ଖାଲି ସେତିକି ନୁହେଁ, ପଥରେ ଆସୁଥିବା ସମୟରେ ବୀର ଭୃଗୁପତି ଯେ କି ବାର ବାର କରି 21 ବାର ଏ ସାରା ପୃଥିବୀକୁ ନିକଟ କରିଥିଲା, ତାର ଦର୍ପକୁ ଯେ ଗଞ୍ଜନ କଲା, ସେ କଣ ସାମାନ୍ୟ? କାହିଁକି ଏ ବୃଦ୍ଧ ପିତା ନିକଟରେ ତୁମେ ଛଳନା କରୁଛ ରାମଚନ୍ଦ୍ର? ହେଲେ ପିତା ଅଯୋଧ୍ୟାର ପାତ୍ର ମନ୍ତ୍ରୀ ଗୁରୁଜନ ସେମାନେ ମତ ଦେଇ ସାରିଛନ୍ତି, ସେଇମାନଙ୍କର କଥାକୁ ମୁଁ କ'ଣ କେବେ ଅନ୍ୟଥା କରିପାରିବି? ଗୁରୁଜନଙ୍କର କଥାକୁ ମାନିବା ସୂର୍ଯ୍ୟବଂଶୀ ମାନଙ୍କର ପରମ୍ପରା ରହିଛି। ହଁ ବାବା, ହେଲେ ପିତା କୁହ, ପୁଣି ହେଲେ କଣ? ରାଜନୀତି ବିଷୟରେ ମୋତେ ତ କିଛି ଜଣା ନାହିଁ। ରାଜନୀତି ବିଷୟ ଏଇ କଥା ବାବୁ, ଏ ବିଷୟରେ ମୁଁ ଯେ ଅଜ୍ଞ। ଏ ବାବା, ରାଜନୀତି ବିଷୟ ମୁଁ ତୁମକୁ ବୁଝାଇ ଦେବି। ଆପଣ ମୋତେ ରାଜନୀତି ହଁ, ଶିକ୍ଷା ଦେବେ? ମୁଁ ତୁମର ପିତା, ମୁଁ ତୁମକୁ ରାଜନୀତି ବିଷୟ ଶିକ୍ଷା ଦାନ ଦେବି। ଏଥିରେ ଭୁଲ ରହିଲା କେଉଁଠି?